ଆରେ ମୁଁ ପରା ଏମାନଙ୍କ ଉପରେ ବୋଝ ହେଇକି ବଞ୍ଚିଛି। ମୁଁ ପରା ଏମାନଙ୍କ ଉପରେ ବୋଝ ହୋଇ ବଞ୍ଚିଛି। ଆଉ କାହା ବୋଝକୁ ମୁଁ ବୋହିବି କେମିତି? ଆଉ ତା ବୋଝକୁ ମୁଁ ବୋହିବି କେମିତି? କୃଷ୍ଣାକୁ ସାଙ୍ଗରେ ନେଇ ପଳା। ଏଇ ଟଙ୍କା ଦୟା ନାହିଁ ମୋ ପ୍ରତି ତାଙ୍କ ଜୀବନ ଦୟା ନାହିଁ। ମୋ ପ୍ରତି ତାଙ୍କର ଦୟା ନାହିଁ। ଥାଉ 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 ତାଙ୍କ ସମ୍ପର୍କରେ ଆଉ କିଛି କହିବା ଦରକାର ନାହିଁ। ତାଙ୍କ ସମ୍ପର୍କରେ ଆଉ କିଛି କହିବା ଦରକାର ମୁଁ ନାହିଁ। ଜାଣିଛି। ମୁଁ ଜାଣିଛି ମୋ ଜୀବନ କଣ, ମୋ ଜୀବନ କ'ଣ। ସେ କେବେ ବି ମୋ ସହିତ ଛଳନା ସେ କରିପାରିବେନି। କେବେ ବି ମୋ ସହିତ ଛଳନା କରିପାରିବେନି। ହେ ବୋଉ, ତୁ ମୋ ଦେହକୁ ଟାଣ କରିବା ପାଇଁ ମତେ ଏ ଦୁନିଆରେ ହେ ବୋଉ, ମୋ ଦେହକୁ ଟାଣ କରିବା ପାଇଁ କଣ କରିବା ପାଇଁ ଏନ୍ତୁଳି ନିଆଁରେ ସେକିଛୁ କି ନାହିଁ ମୁଁ ଜାଣିନି। ମତେ ତୁ ତ ଏନ୍ତୁଡି ନିଆଁରେ ସେକିଛୁ ନା ନାହିଁ ମୁଁ ଜାଣିନି। ଉପରେ ଥାଇକି ଦେଖିଲ ବୋଉ, ହେଲେ ଉପରେ ଥାଇ ଦେଖିଲ ବୋଉ, ଭଉଣୀ କେମିତି ମୋ ପିଠିରୁ ଦରଜ କମା ପାଇଁ ମତେ ଆଫା କରୁଛି। ଦେ ମୋ ଭଉଣୀ କେମିତି ମୋ ପିଠିରୁ ଦରଜ କମେଇବା ପାଇଁ ମୋ ପିଠିରେ ଆଫା କରିଦଉଛି, ଦେଖେ। ଜୟ ଜଗନ୍ନାଥ। ମୁଁ ରାକେଶ ସ୍ୱାଗତ କରୁଛି ଆପଣମାନଙ୍କୁ ଏଇ ଜଙ୍ଗଲ ଭିତରକୁ। ଆସନ୍ତୁ ହବା ହୁଲୁ ହୁଲୁ କୁଲୁ କୁଲୁ ସୁଲୁ ସୁଲୁ। ସରି ମୁଁ ଆପଣମାନଙ୍କୁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ ଚ୍ୟାନେଲ ମୁଁ ରାକେଶ ଭିତରକୁ। ତ ଆଜିର ଟପିକ ତ ଆପଣମାନଙ୍କୁ କହିବାକୁ ପଡିବନି, କାହିଁକି ନା ଥମ୍ବନେଲରୁ ଦେଖିକି ଆପଣ ଜାଣି ଦେଇଥିବେ ଟପିକଟି କ'ଣ। ତଥାପି ମୁଁ ଟିକେ ଆପଣମାନଙ୍କୁ କହିଦଉଛି ଆଜିର ଟପିକ ହଉଛି ଗାଁ ଗହଳିରେ ହଉଥିବା ଡ୍ରାମା। ତ ଚାଲନ୍ତୁ କେମିତି କ'ଣ ଡ୍ରାମା ହୁଏ ଆପଣଙ୍କୁ ସବୁ ଡିଟେଲ୍ସରେ ମୁଁ କହିବି। ଆଉ ଆମ ଗାଁର ସବୁ ଗୁରୁଜନ ମାନେ କେମିତି କ'ଣ ଆକ୍ଟିଂ କରନ୍ତି, କେମିତି କ'ଣ ଅଭିନୟ କରନ୍ତି, ଖାଣ୍ଟି ଓଡ଼ିଆକୁ କହିବାକୁ ଗଲେ ସବୁ ଏ ଭିଡିଓ ଭିତରେ ଅଛି। ତ ଭିଡିଓଟିକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ବହୁତ ଭଲ ଲାଗିବ। ତ ଚାଲନ୍ତୁ ଭିଡିଓଟିକୁ ଆରମ୍ଭ କରିବା। କଣ ଏମିତି ପ୍ରୋବ୍ଲେମ ହେଇଗଲା ଯେ ତୁ ବିଷ ମରିବା ପାଇଁ ନିଷ୍ପତ୍ତି ନେଇ ଚାଲିଛୁ? ତ ଆମେ ଆସି ପହଞ୍ଚିଗଲୁ ଆମ ଆଖଡା ଶାଳାରେ। କେହି କୁଆଡେ ନାହାନ୍ତି, ଆମେ କେବଳ ଟିମ୍ ଭାଇର ମୋର ଆଇଛୁ। ଟିମ୍ ଭାଇ ବର୍ତ୍ତମାନ ଗେଟ୍ ଖୋଲିବେ। ମୁଁ ଦେଖେଇବି ଆପଣମାନଙ୍କୁ ଆମ ଆଖଡା ଶାଳାର କେମିତି କ'ଣ ସବୁ। ହଁ ପାଲ ତ ପଡିବ। ଏଗୁରା ହଉଛି ଆମ ଜୋନ୍, ଦେଖିପାରୁଥିବେ ଆପଣ। ଇଏ ସବୁ ଆମ ଜୋନ୍। ଗାଁ ଗହଳିରେ ତ ଏମିତି ସବୁ ହୁଏ। ଆମର ଟାଉନ ହେଇଗଲାଣି କିନ୍ତୁ ଆମର ଗାଁ ପର୍ଯ୍ୟନ୍ତ ଅଛି, ଦେଖିପାରୁଥିବେ ଆମର ସବୁ ଜୋନ୍। ଆଉ ଆମର ମାଙ୍କୁ ଏଇଠି ଆମେ ବସେଇଛୁ। ମା ଶାରଳା ବସିଛନ୍ତି, ଆମକୁ ବୁଦ୍ଧି ଦଉଛନ୍ତି। ଆମର ଏଠି ଅଛନ୍ତି ଗୁରୁ, ସ୍ୱର୍ଗତ ଗୁରୁ। ଆଉ ଇଏ ତ ଟିମ୍ ଭାଇ, ଆଉ ମୁଁ ଏଇଠି ଅଛି ଆପଣ ମାନଙ୍କର ରାକେଶ। ଆଉ କେମିତି କ'ଣ ଆଜି ହବ ଆମର ଡ୍ରାମାର ରିହର୍ସାଲ। ରିହର୍ସାଲ ଓଡ଼ିଆରେ କ'ଣ କହନ୍ତି? ଯୋଉଟା କହନ୍ତି କ'ଣ ସେଇଟା କହନ୍ତି? ନା ମ ଆମେ ଆପଣ ମାନଙ୍କୁ ଦେଖେଇବୁ ଆଗକୁ କେମିତି କ'ଣ ଆମର ପ୍ରସ୍ତୁତି ହବ ରଥଯାତ୍ରାକୁ। ଆମର କ'ଣ ରଥଯାତ୍ରା ହବ ଏଠି ଆଗକୁ ଆପଣ ମାନଙ୍କୁ ସ୍ୱାଗତ ରହିଲା। ତ ଆସନ୍ତୁ ସବୁ ଆର୍ଟିଷ୍ଟ, ଆପଣ ମାନଙ୍କୁ ଦେଖେଇବି। ଲାଇଟ୍ ପଡୁଛି ଟି। ଆଉ ଆମର ଜଣେ ଭାଇ ଆସି ବସି ପଇଲେଣି, ସେ ହସୁଛନ୍ତି। ତୋର ମିଠା ମିଠା କଥା ଶୁଣି ମୁଁ ତତେ ମୋ ଘରକୁ ନେଇ ଆସିବି। ତୁ ମୋ ପୁଅ ନହେଲେ ବି ତୋତେ ମୋ ପୁଅଠୁ ବି କେବେ ପୁଅର ଭାବିନି। ସେଇ ହିସାବରେ ତାଙ୍କର ଭଉଣୀ ହବ। କଣ ଏଇଟା ଚଲେଇଛୁ କଣ? ଚାଲିଛି ପାଲଟା ପଡ଼ିଥାନ୍ତା ଇଆଡ଼କୁ ଟିକେ।
শারদে বরদায়িনী মরাল বাহিনী বিষ্ণু মোহিনী শারদে বরদায়িনী কলে ঝকড়ে তো বাস কনক দেউয়া করু বিলাস পুণ্য উৎকলে ঝଙ୍କড়ে তো বাস কনক দেউলে মা করু বিলাস মাগো জ্ঞানী অমা নাসিনী শারদে বরদায়িনী মরাল বাহিনী বিষ্ণু মোহিনী শারদে বরদায়িনী শূদ্র সারলা সেবিলে চরণ অমর পণ্ডিতে মা কলু ତା ସ୍ତ୍ରୀ ତାକୁ କହୁଛି ଚତୁର୍ଥୀ ଦିନ ଲେମ୍ବୁ ଲଙ୍କା ଚୋବେଇକି ଆସ ତା ସ୍ତ୍ରୀ ଯାକୁ କହୁଛି ଚତୁର୍ଥୀ ଦିନ ଲେମ୍ବୁ ଲଙ୍କା ଚୋବେଇକି ଆସେ। ଚୋବେଇକି ଯିବି ଏ ଶଳା ଚୋବେଇକି ଯିବି ମୁଁ କଣ ରେ ଶଳା ତୁ ଚୋବେଇକି ଯିବି କଣ? ମୁଁ କଣ ଶଳା ନୂଆ ଟ୍ରାକ୍ଟର କି ଆରେ ମୁଁ କଣ ନୂଆ ଟ୍ରାକ୍ଟର କି? ମୁଁ ମଣିଷଟି ଆରେ ମୁଁ ଗୋଟେ ମଣିଷଟି। ଯାହା ହଉ ଲେମ୍ବୁ ଲଙ୍କା ଚୋବେଇକି ଗଲା ଯାହା ହଉ ଲେମ୍ବୁ ଲଙ୍କା ଚୋବେଇ ଗଲା। ଲେମ୍ବୁ ଲଙ୍କା ଚୋବେଇ ଗଲା। ହଉ ଯାଇକି ପହଞ୍ଚିଲା ପରେ ମାନେ ବେଡରୁମ୍ କୁ ପହଞ୍ଚିଲା ପରେ ମାନେ ବେଡରୁମ୍ କୁ ପହଞ୍ଚିଲା ପରେ ମାନେ ଯେତେ ଉପରକୁ ଗଲା ପରେ ମାନେ ଯେତେବେଳେ ଟେଷ୍ଟ ଉପରୁ ଗଲା ପରେ ନାଟକୀୟ କାର୍ଯ୍ୟକ୍ରମ ଷ୍ଟାର୍ଟ ନାଟକୀୟ କାର୍ଯ୍ୟକ୍ରମ ଷ୍ଟାର୍ଟ କଲା। ସେ ମାହିକିନା କହିଲା ହେ ସେ ମାଇକିନା କଲା ହେ ଭଗବାନ ହେ ଭଗବାନ ମୁଁ ଖଣ୍ଡାରେ ଖେଳ କରିକି ଆସିଛି ମୁଁ ଖଣ୍ଡାରେ ଖେଳ କରି ତମେ ମତେ ଟିପା ଛୁରୀ ଦେଖାଉଛ କଣ ଟିପା ଛୁରୀ ଦେଖଉଛ? ଏକ ଗୋଇଠା ଦେଲା ସେ ସେଦିନଠୁ ଆସି ମୋ ପାଖରେ ଶରଣ କୃଷ୍ଣ ସେ ଏ ଗୋଇଠା ଦେଲା ସେଇ ଦିନରୁ ଆସି ମୋ ପାଖରେ ଶରଣ ପଶି। କେମିତି କମ୍ପ୍ରମାଇଜ ହବ ଚିନ୍ତା କର। କେମିତି କମ୍ପ୍ରମାଇଜ ଅଛି ସେଇ କଥା ବହୁତ ଚିନ୍ତା କିନ୍ତୁ କରୁଛି। ସେ ସ୍ତ୍ରୀ ଲୋକଟା ବୁଝିବା ଦରକାର କିନ୍ତୁ ସ୍ତ୍ରୀ ଲୋକଟା ବୁଝିବା ଦରକାର। ଟିପା ଛୁରୀରେ ବି ଅପରେସନ ହୁଏ ଟିପା ଛୁରୀରେ ବି ଅପରେସନ ବଡ ବଡ କେସ୍ ଛୋଟ ଛୋଟ ଛୁରୀରେ ହୁଏ ବଡ ବଡ କେସ୍ ଟା ବି ଛୋଟ ଛୋଟ ଛୁରୀ ପୁଣି ତାର ଆଉ ଗୋଟେ ସମସ୍ୟା ପଡିଛି କିନ୍ତୁ ତାର ଆଉ ଗୋଟେ ସମସ୍ୟା ପୁଣି ଆଉ ଗୋଟେ ସମସ୍ୟା କହୁଛି ପୁଣି ଆଉ ଗୋଟେ ଆସି ପୁଣି ଆଉ ଜଣେ ଆସି କହୁଛି 10 ବର୍ଷ ସଂସାର କଲା ପରେ ଗୋଟେ ଗୋଇଠା ପକେଇଲା ପଳେଇଲା ତାର ଚାରିଟା ଗୋଡ ଅଛି ତା ପିଠିରେ ଗୋଟେ ଜଟ ଅଛି ତା ପିଠି ଗୋଟେ ଜଟ ଅଛି ଆଉ ତା ପେଟ ତଳେ ଗୋଟେ ଅରେଞ୍ଜ ଆଇଟମ ଅଛି ଆଉ ତା ପେଟ ତଳେ ଗୋଟେ ଅରେଞ୍ଜ ଆଇଟମ ଅଛି ସେଇ ଷଣ୍ଢ ତ ସେଇ ଷଣ୍ଢ ତ ତିକୋଡିଆ ଷଣ୍ଢ ଟିକୋଡିଆ ଷଣ୍ଢ ତିକୋଡିଆ ଷଣ୍ଢ କି ଗୋଡିଆ ଷଣ୍ଢ ଏଇଟା ବେ ହେ ତୁ ଏଇଠି ବେ ତୁ ଏଇଠି ବେ ଏଇଠି ଆସି ଶରଣାପନ୍ନ ହେଇକି ଏଇଠି ଆସି ତୁ ଶରଣାପନ୍ନ ହେଇଛୁ। ଷଣ୍ଢ ଆସିଛି ମାନେ ଫିଷ୍ଟ ଖାଇବ ଏ ଷଣ୍ଢ ଆସିଛି ମାନେ ଫିଷ୍ଟ ଖାଇବ। ତୁ ଏଇଠି ଆସି ଶରଣାପନ୍ନ ହେଇକି ବାପା ଏଇଠି ଆସି ଶରଣାପନ୍ନ ହେଇଛୁ। ଷଣ୍ଢ ଆସିଛି ମାନେ ଷଣ୍ଢ ଆସିଛି ମାନେ ଫିଷ୍ଟ ଖାଇବ। ଅଙ୍କଲ ଅଙ୍କଲ କଣ ହେଇଛି ଅଙ୍କଲ କଣ ହେଇଛି ତମକୁ ସମସ୍ତେ ମନ କହୁଛି ସେ ଗୋଟେ ମୋ ଭାଇ ଭାଇ କଣ କାମୁଡି ହବ ଭାଇ କଣ କାମୁଡି ହୁଏ ବଡ ଠାକୁର ରାଗିଯିବେନି ତା ନହେଲେ ବଡ ଠାକୁର ରାଗିଯିବେନି ଶୁଣୁଛୁ ଶିକ୍ଷା ଶୁଣୁଛୁ ହ୍ୟାଲୋ ଶୁଣୁଛୁ ଶିକ୍ଷା ଶୁଣୁଛୁ ରକି ଆରେ ଶୁଣୁଛୁ ରକି ପାଗେଳି ଭଉଣୀ କଣ କହୁଛି ଶୁଣୁଛୁ ଏଇ ପାଗେଳି ଭଉଣୀଟା ତୋର ଆଜି କଣ କହୁଛି ତୋ ପ୍ରତି ତା ମନ ଭିତରେ ଦୟା ଅଛି ତୋ
ପ୍ରତି ତା ମନ ଭିତରେ ଦୟା ଅଛି। ହେଲେ ତୁ ତାହା ପ୍ରତି ପଥର ପାଲଟି ଯାଉଛୁ। ମାରିବିନି ଆରେ ମାରିବିନି କାହିଁକି? ମାରିବିନି ମାରିବିନି କାହିଁକି ମାରିବିନି କହୁବି ବୋଉ। କାହିଁକି ମାରିବି? ଶୁଣୁ ବା କାହିଁକି ମାରିବି? ମୁଁ ଗୋଟେ କ୍ୟାରେକ୍ଟର ଅଛି। କହିଲୁ ବୋଉ। ଡକ୍ଟର କହୁଛନ୍ତି ଇଞ୍ଜେକ୍ସନ ନେଲେ ପାଗଳଟା ଭଲ ହେଇଯିବ। ଆରେ ଡକ୍ଟର କହୁଛନ୍ତି ଇଞ୍ଜେକ୍ସନ ନେଲେ ତା ପାଗଳ ଭିତରେ ଭଲ ହେଇଯିବ। ଯେତେ ବୁଝେଇଲେ ଜମା ବୁଝୁନି। ଆଉ ସିଏ କିନ୍ତୁ ବୁଝୁଛି କଣ? ଯେତେ ବୁଝେଇଲେ ବି ଜମା ବୁଝୁନି। ଏ ଘରେ ପଶି ସେ ଘରେ ପଶି ଏ ଘରେ ପଶି ସେ ଘରେ ବାହାର ସେ ଘରେ ପଶି ଏ ଘରେ ଏ ବାହାର। ଘରେ ପଶି ସେ ଘରେ ବାହାର ସେ ଘରେ ପଶି ଏ ଘରେ ବାହାର ନାକେ ଦମ କରିସାରିଲାଣି। ମୋ କଥା ଜମା ମାନୁନି। ମୋ କଥା ଜମା ଇଏ କରୁନି। ରାଗ ଲାଗିଲା ବାଡେଇଲି। ରାଗ ଲାଗିଲା ବାଡେଇଲି। କଣ ଏଇଥିପାଇଁ ଶୁକଉଛୁ? ତୁ ଏଇଥିପାଇଁ ଶୋକଉଛୁ? ଶୁଣ କି ଶୁଣ କି ଏଇଟାକୁ ଭଲରେ ଭଲରେ କହିପାରିବୁନି। ଏଇଟାକୁ ଭଲରେ ଭଲ କରିପାରିବୁନି। ତୁ ଏଇଟାକୁ ଭଲରେ ଭଲ କରିପାରିବୁନି। କାହିଁକି ନା ଏଇଟା ପାଗଳା ଧୀରେ ଧୀରେ ବଢି ବଢି ଚାଲିଛି। କାହିଁକି ନା ଆର ଦିନକୁ ସେ ପାଗାଳିଟା ବଢିଯାଉଛି। ସେଇଟାକୁ ପାଗଳଖାନା ଏଇଟାକୁ ନେଇ ଓ ପାଗଳଖାନା ପାଗଳ ଡାକ୍ତରଖାନା ପଠେଇ ଦେଇ। ଆଉ ଏଇଟାକୁ ନେଇକି ତୁ ପାଗଳ ଡାକ୍ତରଖାନାରେ ଭର୍ତ୍ତି ଗୋଟେ କରିଟା ପାଖରେ କହୁଛୁ କହୁଛୁ ଦବୁ ନା ବୁଝା ତୋତେ ପେଣ୍ଟ ଦବ। ଏଇଟା ଗୋଟେ କୋଉ ପାଗଳ ମୁଁ କହୁଛି ହଁ ତ କହ। ଏଇଟାକୁ ନେଇ କୋଉ ପାଗଳ ପାଗଳଖାନାରେ ତୁ ଗୋଟେ ଯା। ନା ମୁଁ କରିଦେବିନି। ମୁଁ କରିଦେବିନି। ମୁଁ ଏଇଠି ତୋରି ପାଖରେ ରହିବି। ମୁଁ ଏଇଠି ତୋରି ପାଖରେ ରହିବି। ତୋରି ପାଖରେ ରହିବି। ତୋରି ପାଖରେ ରହିବି। ବାତି ଉତ୍ତରା ବାତି ଉଠି ଆଉ କଣ ହେଲା ତୋର? ହ୍ୟାଲୋ କଣ ହେଲା ତୋର? ଆଉ ତୋର କଣ ହେଲା କୃଷ୍ଣା? अरे कृष्णा अरे तोर कौन है? ଆଉ ତୋର ବାତି କଣ ପାଇଁ ହଉଛି? ए कृष्णा अरे तोर बाती कौन ପାଇଁ ହଉଛି? ମୁଁ ଆସିବା ଦିନଠାରୁ ସେ ଦେଖୁଛି ମୁଁ ଆସିବା ଦିନଠାରୁ ତାକୁ ଦେଖୁଛି ସେ ଏମିତି ବାତି କରୁଛି। ସେ ଏମିତି ବାନ୍ତି କରୁଛି। ଏଥିରେ ବ୍ୟସ୍ତ ହବାର କଣ ଅଛି? ଏଥିରେ ବ୍ୟସ୍ତ ହବାର କଣ ଅଛି? କି କଥା କହୁଛ? କି କଥା କହୁଛ? ତ ନିଜ ମଣି ହେଇଥିଲେ ତୁ ଏମିତି ବ୍ୟସ୍ତ ହେଇଥାନ୍ତୁ। ତୋ ନିଜ ଭଉଣୀ ତମେ କହୁଛ ଏ ଶିକ୍ଷା ଶିକ୍ଷା କହୁଛି। ମୁଁ ଶିକ୍ଷା। ହଁ ତୋ ନିଜ ଭଉଣୀ ହେଇଥିଲେ ତୁ କଣ ଏ କଥା କହିପାରିଥାନ୍ତୁ? ଜେଜେ ତମ ପରା ବୁଢା ହେଲଣି। ଜେଜେ ତମ ପରା ବୁଢା ହେଲଣି। ତମକୁ କଣ ଏଇ କଥା ବୁଝିବାକୁ ପଡିବ? ତମକୁ କଣ ଏଇ କଥା ବୁଝିବାକୁ ପଡିବ? ଆରେ ଜେଜେ ମା ଆରେ ଜେଜେମା ତ ପୁଣି ବାତି କରୁଥିବେ। ଆରେ ଜେଜେମା ପୁଣି ତ ବାନ୍ତି କରିଥିବେ। ମାନେ କୃଷ୍ଣା ମା ହବାକୁ ଯାଉଛି। କୃଷ୍ଣା ମା ହବାକୁ ଯାଉଛି। ହେ ଭଗବାନ ଏ ଭଗବାନ ମୁଁ ଏବେ କଣ କରିବି ଲୋ? କଣ କରିବି ଲୋ? ମାରିଦେଲା। ତମ ଘଟ ମାରିଦେଲା। ମାରିଦେଲା। ଏ କଳକିନି ସବୁ ସାରିଦେଲା। କଳନ୍ତି ସବୁ ସାରିଦେଲା। ଆରେ ଏ ରକି ଏ ଅତି ସେଦିନ ଯୋଉ ଡାକ୍ତର ଘରେ ନିଆଁ ଲାଗିଥିଲା ସେଦିନ ଯୋଉ ଡାକ ମଙ୍ଗଳା ନିଆଁ ସେ ଲାଗିଥିଲା ନିଆଁ ଏଯାଏଁ ଲିଭିନି। ସେ ନିଆଁ ଏଇଟା ହିଁ କୁହୁଳି କୁହୁଳି ଜଳୁଛି। କୁଳି କୁଳି କରୁଛି। ସେ ନିଆଁ ଆଉ କେବେ ଲିଭିବନି ରେ। ଆଉ ସେ ନିଆଁ କେବେ ଲିଭିବନି ସେ ପୁଳାଙ୍ଗାଟା ଆମକୁ ବର୍ବାଦ କରିଦେଲା ରେ। ପୁଳାଙ୍ଗାଟା ଆମକୁ ବର୍ବାଦ ଏବେ କରିଦେଲା। ଆମେ କଣ କରିବା? ଏବେ ଆମେ କଣ କରିବା? ବୋଉ ବୋଉ କଣ କରିବା? ମୁଁ କିଛି ଆରେ କରିବି। କଣ କରିବା? ମୋ ତମ ହାତ କିଏ ବାନ୍ଧିଦେଲା କୁହ? ଆରେ କୁହ ଜେଜେ କୁହ। ଏଇ ରକି ଏଇ ରକି ଏଇ ଝିଅଟାକୁ ମାରିବାକୁ ଚାହୁଁଥିଲା। ଏଇ ଝିଅଟାକୁ ମାରପିଟ ଚାହୁଁଥିଲା। ମୁଁ ପ୍ରତିବାଦ କଲି ବୋଲି ଏଇ ଝିଅଟାକୁ ମାରପିଟ କରୁଥିଲା। ମୁଁ ପ୍ରତିବାଦ ମୁଁ କଲି ବୋଲି ପ୍ରତିବାଦ କରିବାରୁ ଏ ରକି ମୋ ହାତ ବାନ୍ଧି ବାଡଉଥିଲା। ଏଇ ରକି ମୋ ହାତ ବାନ୍ଧି ମତେ ମାରଧର କରୁଥିଲା। ଏ ରକି ଏ ରକି ପିଲାବେଳେ ଆମେ ଦୁଇ ଭାଇ କରୁନଥିଲୁ ବୋଲି ପିଲାବେଳେ ଆମେ ଦୁଇ ଭାଇ ତତେ ଶାସନ କରୁନଥିଲୁ ବୋଲି ତୁ ଅମଣିଷ ହେଇଯାଇଛୁ। ତୁ ଅମଣିଷ ହେଇଯାଇଛୁ। ଆଜି ମାରିବା ତତେ ପାଠ ଆଜି ପଢିବି। ତତେ ମାରୁ ମାରୁ ମୋ ବାଟକୁ ଆଣିବି। ରକିକୁ ମାରୁଛି ବସେ କଟିବାକୁ ଗଲେ ଜଗା ହାତ ଉଠୁଛି ମାନେ ଏଇଟା କଣ ତା ବାଡୁଛି ଏଇଟା ମା ଯାଉଛି କଣ ରକିବାକୁ ମାକୁ ବୋଲୁଛି ଦେଇଥାନ୍ତା ତା ପିଠିକୁ ଆହୁସି ଦେଇ କହିଥାନ୍ତା ଆମକୁ ଦେଇଥାନ୍ତା। ଆଉ ଦେଇଥାନ୍ତା ଆହୁସି ଦେଇଥାନ୍ତା। ମାନେ ଏଇଟା ଏତେ କଣ ଚଲେଇବେ ତା ଆଖିକୁ ଆଫା କରିଦେଇଥାନ୍ତା। ସେ ଛାଡ ଆଉଁସି ଦେଇଥାନ୍ତା ଏକା ଇଏ କହି ଚାଇଲ ଅଛି ନା ତା କହିବ ତାପରେ ଆଫା କରିଦେଇଥାନ୍ତା। ଆଫା କରି ତା ଦେଇଥାନ୍ତା। ପିଠିକୁ ଆଉଁସି ଦେଇଥାନ୍ତା। ତା ପିଠିକୁ ଆଫା କରି ଦେଇଥାନ୍ତା। ଆଉ ଆଉ ତା ଜେଜେ ପିଠିକୁ ଆଫା ଆଉଁସି କରିଦେଲେ ଦେଇଥାନ୍ତା। କଣ ହବ? ଜେଜେ ଆଫା କରିଦେଲେ କଣ ହବ? ପିଠିରୁ ଦରଜ କମିଯିବ ଯିବ। ପିଠିରୁ ପିଠିରୁ- ଦରଜ କମିଯିବ ଲୋ ଝିଅ। ପିଠିରୁ ଦରଜ କମିଯିବ ଲୋ ନାତୁଣୀ। ସିଏ ତତେ କଣ ପାଇଁ ମାରିଲା ମୁଁ ଜାଣିନି। ସିଏ ତେତେ କଣ ପାଇଁ ମାରିଲା ମୁଁ ଜାଣିନି। ଏଇ ତେତେ ସିଏ କଣ ପାଇଁ ମୁଁ ତ ପିଠିରେ ନା ଆଫା କରିଦେବି। ତାପରେ ମୁଁ ନା ତୋ ପିଠିରେ ଆଫା କରିଦେବି। ଆଫା ଆଫା କରୁଛି ଆଁ? ଯାଉନୁ ଆଫା କରି ଜଗା ହେ ବୋଉ ତୁ ମୋ ଦେହକୁ ଟାଣ କରିବା ପାଇଁ ମତେ ଏ ଦୁନିଆରେ ତୁ ହେ ବୋଉ ମୋ ଦେହକୁ ଟାଣ କରିବା ପାଇଁ କଣ କରିବା ପାଇଁ ଏନ୍ତୁଳି ନିଆଁରେ ସେକିଛୁ କି ନାହିଁ ମୁଁ ଜାଣିନି। ମତେ ତୁ ତୋ ଏନ୍ତୁଡି ନିଆଁରେ ସେକିଛୁ ନା ନାହିଁ ମୁଁ ଜାଣିନି। ଉପରେ ଥାଇକି ଦେଖିଲ ବୋଉ ହେଲେ ଉପରେ ଥାଇ ଦେଖିଲ ବୋଉ ଭଉଣୀ କେମିତି ମୋ ପିଠିରୁ ଦରଜ କଣ ପାଇଁ ମତେ ଆଫା କରୁଛି ଦେ। ମୋ ଭଉଣୀ କେମିତି ମୋ ପିଠିରୁ ଦରଜ କମେଇବା ପାଇଁ ମୋ ପିଠିରେ ଆଫା କରିଦଉଛି ଦେଖେ
ଜେଜେ ଦେଖୁଛ ତ ହେ ଜେଜେ ଜଗା ଦେଖୁଛ ତ ମୋ କଣ ମୋ ଭଉଣୀ ମତେ କେତେ ଭଲ ପାଏ ମୋ ଭଉଣୀ ମତେ କେତେ ଭଲ ପାଏ। ମୁଁ ତା ପାଇଁ ଜୀବନ ଦେଇଦେବି ଜେଜେ ମୁଁ ତା ପାଇଁ ଜୀବନ ଦେଇଦେବି ଜେଜେ। ମୁଁ ତା ପାଇଁ ଜୀବନ ଜଗା ହେ ସେ ଫାଲତୁ ଭାଷଣ ବନ୍ଦ କର হ্যাঁ সে পারতু বাসন বন্ধ কর। ଦୁଇ ଜଣ ଯାକ ବିଷ ପିଇ ଦିଅ দুই জন যাক মিশিকি বিষ পিই দিও। ଟ୍ରେନ୍ ଚକା ତଳେ ଶୋଇ ପଡ নল ট্রেন চকা তলে যাই শোই পড়। ସେସବୁ ଆମର ଜାଣିବା ଦରକାର ନାହିଁ সে সব কথা আমার জানিবা দরকার নাই। ଏବେ ତାକୁ ନେଇକି ଘରୁ ପଳା তাকু এবে নেকি তুই ঘর পড়া। ସେଇଟା ଆମ ପାଇଁ ମରିଗଲା এইটা ଆମ ପାଇଁ মরিগলা। ଆବେ ଶୁଣ আবে শোন ଆସିଛୁ ଯେତେବେଳେ আসিছু যেতেবেলে ତାକୁ ସାଙ୍ଗରେ ନେଇକି ଯା ତାକୁ ସାଙ୍ଗରେ ନେଇକିନା ଯା ନହେଲେ କେତେବେଳେ ଯେ ଘରେ ଶୋଇଥିବ ତା ନହେଲେ କେତେବେଳେ ଯେ ଘରେ ଶୋଇଥିବ ପେଟ୍ରୋଲ ଢାଳି ନିଆଁ ପେଟ୍ରୋଲ ଲଗେଇ ଢାଳି ନିଆଁ ଲଗେଇ ମାରି ନିରପି ନାହିଁ ଏ କ୍ରିଷ୍ଟା ପାଇଁ ଏ ଜାଗାଟା ନିରାପଦ ନୁହେଁ ତୁ ତାକୁ ସାଙ୍ଗରେ ନେଇ ଯା ଜଗା ଏ ଜାଗା ଆରେ ତୁ ତାକୁ ତୋ ସାଙ୍ଗରେ ନେଇଯା ହେଲେ କେମିତି ଜେଜେ ହେଲେ କେମିତି ଜେଜେ ମୁଁ ପୁରା ପର ଘରେ ଆଶ୍ରୟ ମୁଁ ନେଇଛି ପରା ପର ଘରେ ଆଶ୍ରୟ ନେଇଛି। ବରଂ ସେ ତମ ପାଖରେ ଥାଉ ବରଂ ସେ ତମ ପାଖରେ ଥାଉ। ଏ ବୁଢା ଯଦି ଏ ପାଗଳିର ଦାୟିତ୍ୱ ନେବ ଏ ବୁଢା ଯଦି ଏ ପାଗଳିର ଦାୟିତ୍ୱ ନବ ତାହେଲେ ବୁଢାକୁ ଧକ୍କା ମାରି ଘରୁ ବାହାର କରିଦେବି ତାହେଲେ ବୁଢାକୁ ଧକ୍କା ମାରି ମୁଁ ଏ ଘରୁ ବାହାର କରିଦେବି। ଚାଲି ଯିବାକୁ ଆଉ ପାଦରେ ବଳ ନାହିଁ ରେ ଚାଲି ଯିବାକୁ ପାଦରେ ବଳ ନାହିଁ ରେ ଜଗା ଏ ଜଗା ଏ ପାଗଳିର ଦାୟିତ୍ୱ ମୁଁ ନେବି କେମିତି ଆରେ ଏ ଜଗା ଆରେ ଶୁଣ ଆରେ ଏ ଜଗା ଏ ପାଗଳିଟାର ଦାୟିତ୍ୱ ମୁଁ ଆଉ କେମିତି ନେବି ରେ ଆରେ ମୁଁ ପରା ଏମାନଙ୍କ ଉପରେ ବୋଝ ହେଇକି ବଞ୍ଚିଛି ରେ ମୁଁ ପରା ଏମାନଙ୍କ ଉପରେ ବୋଝ ହୋଇ ବଞ୍ଚିଛି ଆଉ କାହା ବୋଝକୁ ମୁଁ ବୋହିବି କେମିତି ଆଉ ତା ବୋଝକୁ ମୁଁ ବୋହିବି କେମିତି ତାକୁ ସାଙ୍ଗରେ ନେଇ ପଳା ଏ ଜଗା ଆରେ ଯା ରେ ଜଗା ତୋତେ ତୋ ଦେଶର ନିୟମ ଆଉ ତାକୁ ମୁଁ କୋଉଠି ରଖିବି ଜେଜେ ତାକୁ ସାଙ୍ଗରେ ନେଇ ଚାଲି ଯା ଜେଜେ ମୁଁ ତାକୁ କୋଉଠି ନେଇ ରଖିବି ତତେ ମୋ ହଁ ତାକୁ ମୁଁ କୋଉଠି ନେଇ ରଖିବି ଏ ଜଗା ତତେ ଆରେ ମୋର ତୋତେ ଘର ଆଣ ଜେଜେ କ୍ରିଷ୍ଣାକୁ ନେଇ ଘର ଛାଡି ତୁ ଚାଲି ଯା ଜେଜେ ଜେଜେ ହସ୍ତିନାପୁରରେ ପିତା ମୋ ଭୀଷ୍ମପୁରୀ ଠିକ ନାହିଁ କହୁନ କିଛି ତୁ ବସୁ ସୁଖ ଭଗବାନ ସହିଲେନି ରେ ତ ସୁଖ ଭଗବାନ ଶୋଇଲେନି ରେ ଜଳି ପଡି ପାଉଁଶ କରିଦେଲେ ଜଳି ପଡି ପାଉଁଶ କରିଦେଲେ। ପାଣି ଡ୍ରେସ୍ କାଢି ଦିଏ ହେଲା ବାପା ବାପା କଣ ହେଇଛି କଣ ହେଇଛି ତ ମନ ତମେ ଅନ୍ୟ ମନସ୍କ ଥିଲା ଭଳି ଲାଗୁଛ ମୁଁ ମୁଁ କାଇଁ ନାଇଁ ତ କାଇଁ ନାଇଁ ତ ଏ କଥା କଣ କି ଏ କଥା କଣ କି ଏ ସାଇ ଏ ସାଇ ତୁ ଜୀବନକୁ ଫୋନ କରିଥିଲୁ ତୁ ଜୀବନକୁ ଫୋନ କରିଥିଲୁ କରିଛି ବାପା ହଜାର ଥର ଟ୍ରାଏ କରିଥିଲି ହଜାର ଥର ଟ୍ରାଏ କରିସାରିଲି ଫୋନ ସୁଇଚ୍ ଅଫ୍ ହେଲେ ଫୋନ ସୁଇଚ୍ ଅଫ୍। ଜୀବନ ଭାଇ ମୋବାଇଲ ଟା ସୁଇଚ୍ ଅଫ୍ କାରଣ କଣ ହେଇପାରେ ଜୀବନ ଭାଇ ତୋର ମୋବାଇଲ ଟା ସୁଇଚ୍ ଅଫ୍ ହବାର କାରଣଟା କଣ ହେଇପାରେ? ଓହୋ ଅବଜର୍ଭ ତୁ ସିଏ ଗୋଟେ ସିମ୍ ଚାଲିଛି ସିଏ ତାର ଅବଜା କହିବା ଅନୁସାରେ ମୁଁ 100ଟା ସାରା ଖୋଜି ସାରିଲିଣି ହେଲେ ଜୀବନ ବାବୁଙ୍କର ପତା ପାଉନି ହେଲେ ମୁଁ ଜୀବନ ବାବୁଙ୍କର କଥା ପାଉନି। ଆରେ ତୁ କଣ କହିବାକୁ ଚାହୁଁଛୁ ମତେ କହିଲୁ ଆରେ ତୁ କଣ କହିବାକୁ ଚାହୁଁଛୁ ମତେ କହିଲୁ? ମତେ ଲାଗୁଛି ଜୀବନ ବାବୁଙ୍କର ତାନି ମ୍ୟାଡମ୍ ପ୍ରତି ଟିକେ ଦୟା ବି ନାହିଁ ମତେ ଲାଗୁଛି ଏ ଜୀବନ ବାବୁଙ୍କର ଏ ତାନି ମ୍ୟାଡମ୍ ପ୍ରତି ଗୋଟେ ଟିକେ ଦୟା ହବ ନା? କାହା କହିଲୁ କଣ କହିଲୁ ଜୀବନ ବାବୁ କାହା କହିଲୁ ଜୀବନ ନାହିଁ ଜୀବନ ମୁଁ ହଉଛି ତାନି ମୁଁ ତାନି ଇଆକୁ ତାକୁ କହୁଛୁ ମାନେ କଣ କହୁଛୁ ମତେ ଲାଗୁଛି ଜୀବନ ବାବୁଙ୍କର ତାନି ମ୍ୟାଡମ୍ ପ୍ରତି ଟିକେ ଦୟା ବି ନାହିଁ ମତେ ଲାଗୁଛି ଜୀବନ ତାନି ମ୍ୟାଡମ୍ ଜୀବନ ବାବୁ ଏ ଜୀବନ ବାବୁଙ୍କର ଏ ତାନି ମ୍ୟାଡମ୍ ଉପରେ ଟିକେ ଦୟା ବୋଲି କିଛି ଏ ଜୀବନ ବାବୁ ନୁହଁ ଜୀବନ ବାବୁଙ୍କର ଜୀବନ ବାବୁ ଜୀବନ ବାବୁଙ୍କର ଏ ତାନି ମ୍ୟାଡମ୍ ପ୍ରତି ଟିକେ ଦୟା ନାହିଁ ଜୀବନ ବାବୁଙ୍କର ଏ ତାନି ମ୍ୟାଡମ୍ ପାଇଁ ଗୋଟେ ଟିକେ ଦୟା ନାହିଁ। ଦୟା ନାହିଁ ଦୟା ନାହିଁ ମୋ ପ୍ରତି ତାଙ୍କ ଜୀବନ ଦୟା ନାହିଁ ମୋ ପ୍ରତି ତାଙ୍କର ଦୟା ନାହିଁ ଥାଉ 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 ତାଙ୍କ ସମ୍ପର୍କରେ ଆଉ କିଛି କହିବା ଦରକାର ନାହିଁ ତାଙ୍କ ସମ୍ପର୍କରେ ଆଉ କିଛି କହିବା ଦରକାର ମୁଁ ନାହିଁ ମୁଁ ଜାଣିଛି ମୋ ଜୀବନ କଣ ମୋ ଜୀବନ କଣ ସେ କେବେ ବି ମୋ ସହିତ ଛଳନା ସେ କରିପାରିବେନି କେବେ ବି ମୋ ସହିତ ଛଳନା କରିପାରିବେନି ହେ ଚାଲି ଆସିଲେ ମୋ ଜୀବନ ନାଁରେ ଇଆଡେ ସିଆଡେ କହିବାକୁ ହେ ଚାଲି ଆସିଲେ ମୋ ଜୀବନ ନାଁରେ ଇଆଡେ ସିଆଡେ କହିବାକୁ ସବୁରେ ଏଠି ଜଗାରେ ଠିଆ ହେଇଗଲୁ ଜଗାର ଛିଡ଼ା ଗଡ଼େଇ ଚାଲ ଖାଲି ଗଡ଼େଇ ଚାଲ ପିଆଜ ଗୁଡ଼ା ଗଡ଼େଇ ଚାଲ ଆଉ ଜୋଶ ନାହିଁ ଇଣ୍ଟରେଷ୍ଟ ନାହିଁ ଏ କ'ଣ ବସି ଗପିଲେ କ'ଣ ସିନ୍ ସିଚୁଏସନ୍ ଖାଲି ବହି ଗଡ଼ୁ ନାହିଁ ଆଉ ହଁ ତୁ କୃଷ୍ଣାକୁ ନେଇକି ଆ ଚାଲ କୃଷ୍ଣା ଘର ଭିତରୁ ଚାଲ ଚାଲ କୃଷ୍ଣା ଘର ଭିତରକୁ ଚାଲ କୃଷ୍ଣା ପଛରୁ ଜଗା ଲୁଚି ଲୁଚି ଆସେ ଜଗା ପଛରେ କୃଷ୍ଣା ଲୁଚି ଲୁଚି ଆସେ ପାଗାଳି ସିଏ ଚାଲ କୃଷ୍ଣା ଘର କୃଷ୍ଣା ଜଗା ପଛରେ ଲୁଚି ଲୁଚି ଆଉଛି ଆସୁଛି ଆଇଲା ସାଇ ସାଇ ବାବା ବାବା ନାଇଁ ଇଏ ବାବା ଦେଖ ମୋ ଜୀବନ ଆସିଲେଣି ଦେଖ ମୋ ଜୀବନ ଆସିଲେଣି ଜୀବନ ଜୀବନ ଗାଇସ୍ କାଟ ଯାଇସ୍ କାଟ ତାଙ୍କୁ ଆସିବାକୁ ଦେ ଆଗୁଆ ଆଗୁଆ ଜୀବନ
ଜୀବନ ଏପର୍ଯ୍ୟନ୍ତ କୁଆଡ଼େ ଯାଇଥିଲା କହିଲ? ଏପର୍ଯ୍ୟନ୍ତ ତମେ କୁଆଡେ ତମ ଯାଇଥିଲ? ଏପର୍ଯ୍ୟନ୍ତ ଦେଖା ନଥିଲା କି ଫୋନ୍ ନଥିଲା? ତମର ଦେଖା ନଥିଲା କି ଫୋନ ନଥିଲା? ତାନି ତାନେ ତମେ ସବୁ ଦେଖିପାରୁଛ? ତମେ ସବୁ ଦେଖିବା ହଁ ମୋ ଆଖି ଭଲ ହେଇଯାଇଛି, ହଁ ମୋ ଆଖି ଭଲ ହେଇଯାଇଛି, ମୁଁ ସବୁ ଦେଖିପାରୁଛି। ମୁଁ ସବୁ ଦେଖିପାରୁଛି। ଭାବିଥିଲି ଆଖି ଭଲ ହେବା ପରେ ମୁଁ ପ୍ରଥମେ ତମକୁ ଦେଖିଥାନ୍ତି। ଭାବିଥିଲି ଆଖି ଭଲ ହେଲା ପରେ ମୁଁ ପ୍ରଥମେ ତମକୁ ତମେ ଦେଖିଥାନ୍ତି। କୁଆଡ଼େ ଯାଇଥିଲ ଯେ ଏବେ ଫେରୁଛ? ତମେ କୁଆଡେ ଯାଇଥିଲ ଯେ ଏବେ ଫେରୁଛ? ତାନେ କ୍ରିଷ୍ଣାକୁ ଦେଖୁଛି। ଜୀବନ କହ ଜୀବନ ତମ ପଛରେ ସେ କିଏ? ତମ ପଛରେ ସେ କିଏ? ଏଇ ମୋ ଭଉଣୀ କ୍ରିଷ୍ଣା। ଏ ମୋ ଭଉଣୀ କୃଷ୍ଣା। ଅବଜଲ ଲୋକ କ୍ରିଷ୍ଣା ଉପରକୁ ଯାଉଛି ହେଲା, ବୁଝିପାରିଲ ତ? ଅବଜଲ ଅବଜଲ ନିଜକୁ ନିଜ ସେ ଶଳା ସେ ଏଇ ଯଦି ସେଦିନ ସବୁ କଥା କହିଦିଏ, ଏଇ ଯଦି ସେଦିନ ସବୁ କଥା କହିଦିଏ, ଯଦି ସେଦିନର ପଛ କଥା ସବୁ କହିଦିଏ, ଅଙ୍କ ଯୋଭଳି ଲୋକ ମତେ ପୁରା ଗୁଳି କରିଦେବେ। କଣ କରିବି? ସାଇ କାଳି ବାବୁ ଏମିତି କଣ କଣ ହଉଛ? କାଳି ବାବୁ ଆରେ ଏମିତି କଣ କନ କନ ହଉଛ? ଚିହ୍ନା ଲୋକକୁ ଦେଖି କୁକୁର ଯେମିତି କନ କନ ହୁଏ, ଚିହ୍ନା ଲୋକକୁ ଦେଖି କୁକୁର ଯେମିତି କନ କନ ହୁଏ, ତମେ କ୍ରିଷ୍ଣାକୁ ଦେଖି କଣ କନ କନ ହଉଛ? ତମେ କଣ କୃଷ୍ଣାକୁ ଦେଖି ଯେମିତି କନ କନ ହଉଛ? ତମେ କଣ ତ ଆଗରୁ ଚିହ୍ନିଛ? ଓ ସାଇ ବାବୁ ତମେ କଣ ଆଗରୁ ଚିହ୍ନିଛ କି? ନାଇଁ ସରି ସରି। ଓ କାଳି ବାବୁ ତମେ କଣ ଆଗରୁ କୃଷ୍ଣାକୁ ଚିହ୍ନିଛ କି? ନାଇଁ ନାଇଁ ଆଗରୁ କଣ ଚିହ୍ନିବି? ମୁଁ ଆଗରୁ କଣ ଚିହ୍ନିବି? ମୁଁ ପୁରା ଫାର୍ଷ୍ଟ ଟାଇମ୍ ଦେଖୁଛି। ମୁଁ ପରା ଏବେ ଫାର୍ଷ୍ଟ ଟାଇମ୍ ଦେଖୁଛି। ତାହେଲେ କନ କନ ଛାତିକୁ ରକ୍ତରେ ଭିଜେଇ ଦେବି, ଛାତିକି ମୋ ରକ୍ତରେ ଆହୁରି ଭିଜେଇ ଦେବି, ଆର ପିନ୍ଧେଇ ଦେବି, ତତେ ମାନଚିତ୍ରରୁ ହଜେଇ ଦେବି। ତତେ ମାନଚିତ୍ର ହଜେଇ ଦେବି। ମୋର କିଛି ମନେ ପଡୁନି। ମୋର କିଛି ମନେ ପଡୁନାହିଁ। ଏ ଶଳା ଏଇଟା ପାଗଳ ହେଇଯାଇଛି। ସେଦିନ ଡାକ ବଙ୍ଗଳାରେ ସେଦିନ ଯୋଉ ମେଡିସିନଟା ଦେଇଥିଲି ସେଇଟା ପୁରା ପାଗଳ ହେଇଯାଇଛି। ଆଉ ଶଳା ଭାଗ୍ୟ ଭଲ ମୁଁ ବଞ୍ଚିଗଲି। ଏ ସିଆଡେ କଣ ଅନେଇଛୁ? ଏଇ ସିଆଡ କଣ ନେଇଛୁ? ମତେ କଣ ଢିମା ଢିମା ଆଖିରେ ଚାହିଁଲୁଣି? ମତେ କଣ ଡିମା ଡିମା ଆଖିରେ ଚାହିଁଲୁ? ତୁ ମୋର କିଛି କରିପାରିବୁନି। ତୁ ମୋର କିଛି ମୋ କରିପାରିବୁ? ପାଖରେ ନା ମୋ ପାଖରେ ମୋ ନା ଭାଇ ଅଛି, ମୋ ଭାଇ ଅଛି, କିଛି କରିପାରିବୁନି ମୋର। କିଛି କରିପାରିବୁ ମୋର। ଏମିତି ବାଘ ପରି ଚାହୁଁଛୁ କଣ? ଏମିତି ବାଘ ପରି କଣ? ନା ନା ତୁ ବାଘ ନୁହଁ। ହଁ ତୁ ବାଘ ନୁହଁ, ତୁ ଗୋଟେ କୁକୁର। ତୁ ଜଣେ କୁକୁର, ତୁ ହଉଛୁ ନା ଗୋଟେ ଗଧ। ତୁ ଗୋଟେ ଗଧ। ନା 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 ତୁ ହଉଛୁ ଗୋଟେ ଘୋଡା। ତୁ ଗୋଟେ ଘୋଡା। ଏଇ ତୁ ଘୋଡା ହ, ହେଇ ତୁ ଘୋଡା ହ, ତୋ ପିଠିରେ ମୁଁ ବସିବି। ତୋ ପିଠିରେ ମୁଁ ବସିବି। ଆବେ ହେ ଆବେ ଚିହ୍ନିଛୁ ନା ମତେ? ଚିହ୍ନିଛୁ ମତେ? ଗୋଟେ ଦେବି ତ ପୁତ ଚେତା ଉଡେଇଦେବି। ନାଇଁ ଗୋଟେ ଦେବି ତ ଚେଷ୍ଟା। ଛାଡିଦେଲେ ବିଶ୍ୱାସ ଆଉ ଭରସା ଛାଡ଼ିଦେଲେ ପାଖରେ ଆଉ କିଛି ପ୍ରମାଣ ନାହିଁ। ମୋର ଆଉ କିଛି ପ୍ରମାଣ ନାହିଁ। ଆଉ ଆମ ସମାଜରେ ଏତେ କୌଶଳ, ଆମ ସମାଜ ଏତେ କୌଶଳ ହେଇଗଲାଣି ଯେ ଆମ ସମାଜ ଏତେ କଳୁଷିତ ହେଇଗଲାଣି ଯେ ଆମ ସମାଜ ଏତେ କଳୁଷିତ ହେଇଗଲାଣି ଯେ ସେ ଯଦି କୌଣସି କାରଣ ବଢିଲା, ସେ ଯଦି କୌଣସି କାରଣରୁ ସିଏ ଯଦି କୌଣସି କାରଣରୁ ବଢିଲା ଝିଅ ତା ବାପା ପାଖରେ ଶୋଇପଡେ, ବଢିଲା ଝିଅ ତା ବାପା ପାଖରେ ଶୋଇପଡେ, ଆମ ଚାରିପାଖ ପୃଥିବୀ କେବଳ ତାଙ୍କ ସହିତ ପାପ ସମ୍ପର୍କ ଅଛି। ଆମ ଚାରି ପାଖ ପୃଥିବୀ ଯାକ କହିବ ତା ସାଙ୍ଗରେ ତମର ପାପ ସମ୍ପର୍କ କିନ୍ତୁ ମୋର ଅଛି। ପ୍ରମାଣ ଦରକାର। କିନ୍ତୁ ମୋର ପ୍ରମାଣ ଦରକାର। ଆସ ଜୀବନ, ଆସ ଜୀବନ ମତେ ଗୋଟେ କିସ୍ କର। ମତେ ଗୋଟେ କିସ୍ କର। ସ୍ତ୍ରୀକୁ କିସ୍ କରିବାର ଅଧିକାର କେବଳ ତୋ ସ୍ୱାମୀର ଅଛି। ସ୍ତ୍ରୀକୁ କିସ୍ କରିବାର ଅଧିକାର କେବଳ ତ ସ୍ୱାମୀର ମତେ ଅଛି। କିସ୍ କରି ପ୍ରମାଣ କରିଦିଅ। ମତେ କିସ୍ କରି ପ୍ରମାଣ କରିଦିଅ ମୁଁ ତମ ସ୍ତ୍ରୀ। ମୁଁ ତମ ସ୍ତ୍ରୀ। ସେତିକି କରିଦେଲେ ସେ କାଳକିଙ୍କର ମୁହଁ ବନ୍ଦ ହେଇଯିବ। ସେତିକି କରିଦେଲେ ସେ କାଳୀଙ୍କର ମୁହଁ ବନ୍ଦ ହେଇଯିବ, ମୁଁ ପ୍ରମାଣ ପାଇଯିବି। ଆଉ ମୁଁ ବି ପ୍ରମାଣ ପାଇଯିବି। କୃଷ୍ଣା ତମ ସ୍ତ୍ରୀ ନୁହଁ, ତମ ଭଉଣୀ। କୃଷ୍ଣା ତମ ସ୍ତ୍ରୀ ନୁହଁ, ତମ ଭଉଣୀ। ଏ ତାଣି ତୋ ମୁଣ୍ଡ ଠିକ ଅଛି ତ? ଏ ତାନି ତୋ ମୁଣ୍ଡ ଠିକ ଅଛି ତ? ତୁ କଣ କହୁଛୁ ଜାଣିପାରୁଛୁ ତ? ତୁ କଣ କହୁଛୁ ତୁ ଜାଣିପାରୁଛୁ ତ? ମୁଁ ସବୁ ଜାଣିପାରୁଛି। ମୁଁ ସବୁ ଜାଣିପାରୁଛି। ତମେ ମୋ ବାପା, ତମେ ମୋ ବାପା, ମୁଁ ତମ ଝିଅ। ମୁଁ ତମ ଝିଅ। କେମିତି ତମ ଆଗରେ ମୁହଁ ଖୋଲି କହିବି? କେମିତି ତମ ଆଗରେ ମୁହଁ ଖୋଲି କହିବି? ମାସେ ହେଲା ଜୀବନ, ମାସେ ହେଲା ମୋ ଜୀବନ ଭଲ ହେଇକି ଘରକୁ ଆସିଲାଣି। ମୋ ଜୀବନ ଭଲ ହେଇ ଘରକୁ ଆସିଲେଣି। ରୁମକୁ ଯିବା ତ ଦୂରର କଥା। ରୁମକୁ ଯିବା ଦୂରର କଥା। ଆରେ ମୋ ସହିତ ପଦେ କଥା ବି ଆରେ ହଉନାହାନ୍ତି। ମୋ ସହିତ ପଦେ କଥା ବି ହଉନାହାନ୍ତି। କଣ ଖାଲି ଶଙ୍କା ସିନ୍ଦୁର ପିନ୍ଧେଇ ଦେଲେ ସ୍ୱାମୀର କର୍ତ୍ତବ୍ୟ ସରିଯାଏନି? କଣ ଖାଲି ଶଙ୍କା ସିନ୍ଦୁର ପିନ୍ଧେଇ ଦେଲେ ସ୍ୱାମୀର କର୍ତ୍ତବ୍ୟ ପୂରଣ ହେଇଯାଏ? ସ୍ତ୍ରୀର ମନ ବୁଝିବା ଦରକାର। ସ୍ତ୍ରୀର ମନ ବୁଝିବା ଦରକାର। ତା ବୋଲି ଆମ ସମସ୍ତଙ୍କର ତୋତେ ସେ କିସ୍ କରିବ, ତା ବୋଲି ଆମ ସମସ୍ତଙ୍କ ସାମ୍ନାରେ ସେ ତୋତେ କିସ୍ କରିବେ? ତତେ ଲାଜ ଲାଗିବନି? ତୋତେ କଣ ଲାଜ ଲାଗିବନି? ଲାଜକୁ ଡରଲେ ମୋ ସଂସାର ଭାଙ୍ଗିଯିବ। ଲାଜକୁ ଡରିଲେ ମୋ ସଂସାର ଭାଙ୍ଗିଯିବ। ପ୍ରମାଣ ଦରକାର। ହେଲେ ମୋର ପ୍ରମାଣ ଦରକାର। ତେଣୁ ଯେତେ ଶୀଘ୍ର ପାରୁଛ ତମେ ଚାଲିଯାଅ। ତେଣୁ ଯେତେ ଶୀଘ୍ର ପାରୁଛ ତମେ ଏଠୁ ଚାଲିଯାଅ। ଯାଅ ଏଠୁ। ଯାଅ ଏଠୁ। ଜୀବନ ଭାଇ, ଜୀବନ ଭାଇ, ମୋ ଅପା ତା ଜୀବନ ତ ଅଧିକ ଭଲ ପାଏ। ଜୀବନ ଭାଇ, ମୋ ଅପା ତା ଜୀବନଠୁ ତମକୁ ଅଧିକା ଭଲ ପାଏ। ତମେ ଆସିବ ଦିନଠୁ ଜୀବନରେ ହସ ଖୁସି ଫେରି ଆସିଛି। ତମେ ଆସିବା ଦିନ ଠାରୁ ମୋ ଅପାର ଜୀବନରେ ହସ ଖୁସି ଫେରି ତା ବଞ୍ଚିବା ମରିବା ତମରି ହାତରେ। ତା ବଞ୍ଚିବା ମରିବା ତମରି ହାତରେ। ତେଣୁ କଣ କରିବ ନ କରିବ ସେ ଦାୟିତ୍ୱ ତମର। ତେଣୁ କଣ କରିବ ନ କରିବ ସେ ଡିସିସନଟା ତମ ହାତରେ। ଆସ ବାପା, ଭିତରକୁ
तो आपण माने मो वीडियो तो आरंभ रु शेष पर्यंत देखिले केमिति लागिला आपण माने कमेंट माध्यम रे जणांतु एवं मो चैनल भितर जदि आपण नुआ आछंती तो लाइक कमेंट शेयर सब्सक्राइब निश्चय करिवे एमति नुआ नुआ भलो भलो वीडियो देखिया पई रहिली जय जगन्नाथ।